ଜୟ ଜଗନ୍ନାଥ ସମସ୍ତଙ୍କୁ। ତ ଆଜି କ୍ଲାସ୍ ରେ ସମସ୍ତଙ୍କୁ ସ୍ୱାଗତ କରୁଛି। ତ ଆମେ ଆଭରେଜ ର କନସେପ୍ଟ କୁ ଡିସ୍କସନ କରୁଥିଲେ। ତ ଭାଇମାନେ ରେଗୁଲାରଲି କ୍ଲାସ୍ ନ ହବାର କାରଣ ହଉଛି କି ଯେହେତୁ ଆମର କି ପର୍ସନାଲ ପ୍ରୋବ୍ଲେମ ତ କ୍ଲାସ୍ କରିହେଉନଥିଲା। ତ ଯଦି ଆପଣମାନେ ବହୁତ ଜଲ୍ଦି ଆପଣଙ୍କୁ ସପୋର୍ଟ କରୁନାହାନ୍ତି ଯେତେ ଶୀଘ୍ର ଆପଣମାନେ ଆମକୁ ସପୋର୍ଟ କରିବେ ଆମେ ସେତେ ଶୀଘ୍ର ଭାଇ 1000 ସବସ୍କ୍ରାଇବର ହେଲା ପରେ ଆମେ ଲାଇଭ କ୍ଲାସ୍ କରିବା। ତ ଆପଣଙ୍କୁ ଏତିକି ଅନୁରୋଧ କି ବହୁତ ଜଲ୍ଦି ଆପଣଙ୍କୁ ସପୋର୍ଟ କରନ୍ତୁ ଆଉ 1000 ସବସ୍କ୍ରାଇବର କରିବାରେ ସାହାଯ୍ୟ କରନ୍ତୁ। ତ ଦେଖନ୍ତୁ ଆମେ ଆଭରେଜ ପଢୁଥିଲେ। ଆଭରେଜରେ କଣ ପଢିଥିଲେ ନା ଆଭରେଜରେ ଆମେ ଅଲମୋଷ୍ଟ ଡେଭିଏସନ କନସେପ୍ଟ ପଢି ଯାଇଥିଲେ। ଆଉ ଆଭରେଜର ଯେପରିକି ଆପଣଙ୍କର କୌଣସି କନଜୁଗେଟିଭ ନମ୍ବର ହଉ ଯାହା ବି ହଉ ଆପଣ ତାର ଆଭରେଜ କିପରି କାଢିବେ ତାହା ଆମେ ଅଲମୋଷ୍ଟ ଶିଖି ଯାଇଥିଲେ। ତ ଆଭରେଜ ଉପରେ ବହୁତ ଗୁଡିଏ କ୍ୱେଶ୍ଚିନ୍ ମଧ୍ୟ ଡିସ୍କସନ କରିଥିଲେ କି ଜଣେ ବାହାରିକି ଯିବ ଆଉ ଜଣେ ଆସିକି ମିଶିବ ତା ପଛରେ କଣ କନସେପ୍ଟ କାମ କରୁଛି ତାହା ମଧ୍ୟ ଡିସ୍କସନ କରିଥିଲେ। ଆଉ ଆପଣଙ୍କୁ କହିଥିଲି ଯଦି ଆପଣଙ୍କୁ କିଛି ଡାଉଟ୍ ଥାଏ ତାହେଲେ ତଳେ ଆମ ଯୋଉ ଡେସ୍କ୍ରିପସନରେ ଯୋଉ ଟେଲିଗ୍ରାମ ଗ୍ରୁପ ଦିଆଯାଇଛି ସେଥିରେ ଜଏନ୍ ହେଇ ଆପଣମାନେ ଡିସ୍କସନକୁ ଯାଇକି ଡିସ୍କସନରେ ଜଏନ୍ ହେଲେ ଆପଣମାନେ ଆପଣଙ୍କ ଡାଉଟ୍ ଆପଣଙ୍କୁ ସେଠାରେ ପଚାରି ପାରିବେ। ଠିକ ଅଛି। ତ ଦେଖନ୍ତୁ ଆଜି କ୍ଲାସରେ ଆମେ କଣ କରିବା ନା ଯୋଉ କ୍ରିକେଟ ମ୍ୟାଚ ଉପରେ ଯୋଉ କ୍ୱେଶ୍ଚିନ୍ ଆସେ ଆଭରେଜ ଉପରେ ତ ସେଇ କ୍ୱେଶ୍ଚିନ୍ ଗୁଡିକ ଆମେ ଡିସ୍କସନ କରିବା। ଆଉ ସେ କ୍ୱେଶ୍ଚିନ୍ ଗୁଡିକ ଆମେ ଡିସ୍କସନ କରିବା ଆଉ ବୋଲିଂ ଆଭରେଜ ବ୍ୟାଟିଂ ଆଭରେଜ। ତ ଆଜି ଆମର ଲାଷ୍ଟ କ୍ଲାସ ରହିବା ଆଭରେଜ ର। ଯଦି ୟା ପରେ ମଧ୍ୟ ଆପଣଙ୍କର ଆଭରେଜ ଉପରେ କିଛି ବି କ୍ୱେଶ୍ଚିନ୍ ଡାଉଟ୍ ଅଛି ତ ଆପଣମାନେ ମତେ ଟେଲିଗ୍ରାମ ଗ୍ରୁପରେ ପଚାରିଲେ ମୁଁ ତାର ଉତ୍ତର ଦେଇପାରିବି କିମ୍ବା ଆପଣମାନେ କମେଣ୍ଟ କଲେ ମଧ୍ୟ ମତେ ରିପ୍ଲାଏ ଦବୁ। ଠିକ ଅଛି। ଦେଖନ୍ତୁ ଆମେ କଣ କରୁଥିଲେ ନା ଆଭରେଜ ଉପରେ କ୍ୱେଶ୍ଚିନ୍ କରୁଥିଲେ। ତ ଆସନ୍ତୁ ଆଜି ଶିଖିବା ଆଉ ଗୋଟେ କନସେପ୍ଟ ଆଭରେଜ ର ଯେମିତି କହିଲେ ବ୍ୟାଟିଂ ବା ବୋଲିଂ ଆଭରେଜ। ଦେଖନ୍ତୁ ତ ଫାର୍ଷ୍ଟ ଦେଖନ୍ତୁ ଆମେ କଣ କରିବା ନା ବୋଲିଂ ଆଭରେଜ। ଦେଖନ୍ତୁ ବ୍ୟାଟ୍ସମ୍ୟାନ ଆଭରେଜ ବ୍ୟାଟ୍ସମ୍ୟାନ ତ ଗୋଟେ କ୍ରିକେଟ ମ୍ୟାଚ ଅଛି। ଗୋଟେ ବ୍ୟାଟ୍ସମ୍ୟାନ କଣ କରେ ନା ଗୋଟେ ମ୍ୟାଚରେ ମନେକର କେତେ ନା ଗୋଟେ ମ୍ୟାଚରେ ବାଡେଇଲା 40 ରନ୍। ଠିକ ଅଛି। ଆଉ ଦ୍ୱିତୀୟ ମ୍ୟାଚରେ କଣ ବାଡେଇଲା ଦ୍ୱିତୀୟ ମ୍ୟାଚରେ ବାଡେଇଲା ମନେକର 50 ରନ୍। ତୃତୀୟ ମ୍ୟାଚରେ ବାଡେଇଲା କେତେ ତୃତୀୟ ମ୍ୟାଚରେ ବାଡେଇଲା 30 ରନ୍। କେତେ ରନ୍ 30 ରନ୍। ତ 40 50 30 ତିନିଟା ମ୍ୟାଚରେ ବାଡେଇଲା। ମୁଁ ଯଦି ଭାଇମାନେ କହିବି यार ବ୍ୟାଟିଂ ଆଭରେଜ କେତେ ଏଇ ଯୋଉ ବ୍ୟାଟ୍ସମ୍ୟାନଟାର ତାହେଲେ ଆପଣମାନେ କଣ କହିବେ ନା 40 50 90 90 ପ୍ଲସ 30 କେତେ ହେଲା 120। ଟୋଟାଲ ଲୋକଟି କଣ କରିଛି ନା 120 ରନ୍ ବାଡେଇଛି। କେତେ ରନ୍ 120 ରନ୍ ବାଡେଇଛି। କେତୋଟା ମ୍ୟାଚରେ ଭାଇମାନେ ଆପଣ ମାନେ କହିବେ ତିନିଟା ମ୍ୟାଚ 120 ରନ୍ ବାଡେଇଛି। ତାହେଲେ କହିଲେ ପ୍ରତି ମ୍ୟାଚ କେତେ ପଡୁଛି ନା 40 ରନ୍ ଲେଖା ପଡୁଛି। ଏଇ 40ଟା ହଉଛି ତାର କଣ ନା ଏଇ 40ଟା ହଉଛି ତାର କଣ ବ୍ୟାଟିଂ ଆଭରେଜ। ତ ବ୍ୟାଟ୍ସମ୍ୟାନ ଯେତେବେଳେ ଆମେ ଆଭରେଜ କାଢିବା ତାହେଲେ ମନେ ରଖିଥାନ୍ତୁ ତାର କଣ ଫର୍ମୁଲା ଆସୁଛି। ତ ମୁଁ ଆପଣଙ୍କୁ କନସେପ୍ଟରେ ବୁଝେଇବି କିନ୍ତୁ ଆପଣ ମାନେ ବେସିକଟା ଜାଣି ରଖିବା ମଧ୍ୟ ଜରୁରୀ ଅଟେ। ତ କଣ କହିଲି ନା ବ୍ୟାଟ୍ସମ୍ୟାନ ଯଦି ମୁଁ ଆଭରେଜ କାଢିବି ତାହେଲେ ବ୍ୟାଟ୍ସମ୍ୟାନ ଆଭରେଜ କଣ ହବ କହିଲେ ଭାଇ ମାନେ ଟୋଟାଲ ରନ୍ divided by କଣ ଟୋଟାଲ ନମ୍ବର ଅଫ ମ୍ୟାଚ୍ ଟୋଟାଲ ନମ୍ବର ଅଫ ମ୍ୟାଚ୍। ମାନେ ମୁଁ କହିବି ଯଦି ଗୋଟେ ଲୋକଟେ ତା ଲାଇଫରେ ଟୋଟାଲ କେତେ ନା 520 ରନ୍ ବାଡେଇଛି। ଟୋଟାଲ ଇଣ୍ଟରନ୍ୟାସନାଲ ମ୍ୟାଚ ମାନଙ୍କର ଗୋଟେ ପ୍ଲେୟାର କହିବି ସେ ତାର ଲାଇଫରେ 520 ରନ୍ ବାଡେଇଛି। ଆଉ ସେ ତା ଲାଇଫରେ ଟୋଟାଲ 13ଟା ମ୍ୟାଚ ଖେଳିଛି। କେତେଟା ନା 13ଟା ମ୍ୟାଚ ଖେଳିଛି। 13ଟା ମ୍ୟାଚରେ 520 ରନ୍ ବାଡେଇଛି। ତାହେଲେ ମୁଁ କହିପାରିବି ଗୋଟେ ମ୍ୟାଚ ଯେତିକି ରନ୍ ବାଡଉଛି ତାହେଲେ 520 ଡିଭାଇଡେଡ୍ ବାଇ କେତେ 13 ତାହେଲେ କେତେ ହେଇଗଲା ଯୋଗୁ 52 ହେଇଗଲା କେତେ 40 ରନ୍। ତା ଅର୍ଥ ମୁଁ କହିପାରିବି ପ୍ରତି ମ୍ୟାଚରେ ଅନ୍ ଆଭରେଜ କେତେ ନା 40 ରନ୍ ସେ ବାଡେଇଛି। ଆଭରେଜ କହିଲେ କଣ ହବ ପ୍ରତି ଥରକରେ। ବୁଝିପାରୁଛନ୍ତି। ତାହେଲେ ବ୍ୟାଟ୍ସମ୍ୟାନ ଆଭରେଜ ରହିଲା ଏଇଭଳି ଭାବରେ। ତ ଭାଇ ମାନେ ବ୍ୟାଟ୍ସମ୍ୟାନ ଆଭରେଜ ଆଇ ହୋପ କି ସମସ୍ତେ କନସେପ୍ଟ କ୍ଲିୟର ଥିବେ। ତାହେଲେ କଣ ବୁଝିଲା ମାନେ ଗୋଟେ ବ୍ୟାଟ୍ସମ୍ୟାନ ତା ଲାଇଫରେ ଯେତିକି ରନ୍ ବାଡେଇଥାଏ ତା ଟୋଟାଲ ଯେତିକିଟା ମ୍ୟାଚ ଖେଳୁଛି ସେଥିରେ ଯଦି ଆମେ ଡିଭାଇଡ କରିଦବା ପ୍ରତି ମ୍ୟାଚରେ ସେ କଣ କରୁଛି ନା କେତେ ରନ୍ ମାରୁଛି ସେଇଟା ହଉଛି ତାର କଣ ନା ହଉଛି ତାର ବ୍ୟାଟ୍ସମ୍ୟାନ ଆଭରେଜ। ତାପରେ ଦେଖିବା ବୋଲିଂ ଆଭରେଜ। ଦେଖନ୍ତୁ ଭାଇ ମାନେ ବୋଲିଂ ଆଭରେଜ ଦେଖିବା କଣ ବୋଲିଂ ଆଭରେଜ ଗୋଟେ ବୋଲରଟେ ବୁଝିପାରିଲେ ଗୋଟେ ବୋଲରଟେ ଅଛି। ତ ବୋଲିଂ ଆଭରେଜ ଆପଣ କହିପାରିବେନି ତାହେଲେ ତ ବ୍ୟାଟ୍ସମ୍ୟାନ ଆଭରେଜ ଆଉ ବୋଲର୍ସ ଆଭରେଜ ଦିଟା ଡିଫରେଣ୍ଟ ଜିନିଷ। କଣ କହିଲା ଭାଇ ମାନେ
ବ୍ୟାଟ୍ସମ୍ୟାନ କଣ କେବଳ କ୍ରିକେଟ ବାଡେଇ ପାରିବ, ବୋଲର କଣ କରିପାରିବ କେତେଟା ମ୍ୟାଚ୍ ଖେଳି ପାରିବ, ସେ ବୋଲିଂ କଲାବେଳେ କିଛି ରନ୍ ମଧ୍ୟ ଦଉଥିବ ଆଉ ୱିକେଟ ମଧ୍ୟ ନଉଥିବ। ତ ସେଥିପାଇଁ କଣ ହେଲା ନା ବୋଲର ମାନଙ୍କର ଆଭରେଜ କେମିତି କରାଯାଏ ନା ପର ରନ୍ ହୋଇପାରେ ସିଏ କେତେ ରନ୍ ଖାଉଛି ଗୋଟେ ମ୍ୟାଚ୍ ରେ, ତାପରେ କେତେଟା ୱିକେଟ ନଉଛି, ଠିକ ଅଛି। ତ ଗୋଟେ ବୋଲର କେମିତି ଆଭରେଜ ବାହାରିବ ଦେଖନ୍ତୁ, ମନେକର କହିବି ଗୋଟେ ବୋଲର ଅଛି ହେଲା, ଗୋଟେ ବୋଲର କଣ କରୁଛି ନା ଗୋଟେ ବୋଲର ଅଛି, ବୋଲର ସେ କଣ କରୁଛି ନା ବୋଲର ଜଣ କଣ କରୁଛି ନା ମନେକର ଖାଉଛି କେତେ ନା 35 ରନ୍ ଖାଉଛି ହେଲା, 35 ରନ୍ 135 ରନ୍ ଖାଉଛି, କେତେ 135 ରନ୍ ଖାଉଛି, ବୁଝିପାରିଲେ। ଆଉ 135 ରନ୍ ଖାଇକି ସେ 3ଟା ୱିକେଟ ନଉଛି, କେତେଟା ୱିକେଟ ନା 3ଟା ୱିକେଟ ନଉଛି। ୱିକେଟ କେତେ ନଉଛି ନା ସେ ୱିକେଟ ନଉଛି 3ଟା, କେତେଟା ୱିକେଟ ନଉଛି ୱିକେଟ ନଉଛି 3ଟା, ବୁଝିପାରୁଛନ୍ତି। ଦେଖନ୍ତୁ ଦିଟା ଡିଫରେଣ୍ଟ ଜିନିଷ, ବ୍ୟାଟ୍ସମ୍ୟାନ କେତେଟା ମ୍ୟାଚ୍ ଖେଳୁଛି କିନ୍ତୁ ବୋଲର କଣ କରୁଛି ନା କେତେଟା ୱିକେଟ ନଉଛି। ତାହେଲେ ମୁଁ କହିପାରିବି ଏଇ ଗୋଟେ ମ୍ୟାଚ୍ ଖେଳିକି 135 ରନ୍ ଦେଇଛି ଆଉ 3ଟା ୱିକେଟ ନେଇଛି। ଯଦି ମୁଁ କହିବି ବୋଲର ଆଭରେଜ କେତେ, ବୋଲର ଆଭରେଜ କେତେ, ତାହେଲେ ମୁଁ କଣ କହିପାରିବି 135 ଡିଭାଇଡେଡ୍ ବାଇ 3, ତାହେଲେ କେତେ 3 ଚଉକୁ 12, 3 ଚଉକୁ କେତେ ନା 12, 3 ପଞ୍ଚା 15, ତାହେଲେ କହିପାରିବି ତାର ବୋଲିଂ ଆଭରେଜ କେତେ ନା 45। ବୁଝିଗଲା ସମସ୍ତଙ୍କୁ। ତାହେଲେ ମୁଁ ଯଦି କହିବି ଗୋଟେ ବୋଲର କେମିତି ଆଭରେଜ ବୋଲିଂ ଆଭରେଜ କେମିତି କାଢିବା ନା ବୋଲିଂ ଆଭରେଜ ଏମିତି କାଢି ପାରିବା ଟୋଟାଲ ରନ୍, କେତେ ରନ୍ ଟୋଟାଲ ରନ୍ ଦଉଛି ସିଏ, ବୁଝିପାରିଲେ। ଟୋଟାଲ କେତେ ରନ୍ ଦଉଛି ସେ ବୋଲିଂ କଲା ଭିତରେ କେତେ ରନ୍ ଦଉଛି ଡିଭାଇଡେଡ୍ ବାଇ କଣ ଟୋଟାଲ ୱିକେଟ, ବୁଝିପାରିଲେ। ତ ବୋଲର୍ସ ମାନଙ୍କର ଆଭରେଜ କେମିତି କରାଯାଏ ଟୋଟାଲ କେତେ ରନ୍ ଦଉଛି ଡିଭାଇଡେଡ୍ ବାଇ କେତେ ଟୋଟାଲ ୱିକେଟ ଖାଉଛି। ତାହେଲେ ମୁଁ କହିବି ଯଦି ଗୋଟେ ଲୋକର କଣ ହେଇଛି ନା ବୋଲିଂ ଆଭରେଜ ଦେଇଛି, ବୋଲିଂ ଆଭରେଜ ଦେଇଛି ଆଉ କଣ ଦେଇଛି ନା ଟୋଟାଲ ତା ଲାଇଫରେ ଏତିକି ୱିକେଟ ନେଇଛି, ଟୋଟାଲ ରନ୍ କାଢି ପାରିବେ ଆପଣ, ମାନେ କେମିତି କାଢିବେ ନା ଟୋଟାଲ ବୋଲିଂ ଆଭରେଜ ଇନଟୁ ବୋଲିଂ ଆଭରେଜ ଇନଟୁ କଣ ଟୋଟାଲ ୱିକେଟ, ଠିକ ଅଛି। ଆଇ ହୋପ କି ସମସ୍ତେ ବୁଝିପାରୁଥିବେ, ବହୁତ ସହଜ ଜିନିଷ ଭାଇ ମାନେ। ତା ଲାଇଫରେ କେତେ ରନ୍ ଖାଇଛି ସିଏ, ତା ଲାଇଫରେ କେତେଟା ୱିକେଟ ଦେଇଛି। ମୁଁ ଯଦି କହିବି ଗୋଟେ ଲୋକଟେ ତା ଲାଇଫରେ 1050 କଣ କରିଛି ନା ରନ୍ ଖାଇଛି, 1050 ରନ୍ ଖାଇକି ସେ କଣ କରିଛି ନା 1050 ରନ୍ ଖାଇକି ସେ ତା ଲାଇଫରେ ମନେକର 35ଟା ୱିକେଟ ନେଇଛି, କେତେ 35ଟା ୱିକେଟ ନେଇଛି। ତାହେଲେ ମୁଁ କହିପାରିବି ଟୋଟାଲ ତା ଲାଇଫରେ ମୁଁ କହୁଛି ଦେଖନ୍ତୁ, ଦେଖନ୍ତୁ ଏଇ ଦିଟା ଜିନିଷ ଦେଖନ୍ତୁ, ବ୍ୟାଟ୍ସମ୍ୟାନ ଯେତେବେଳେ ମୁଁ ଆଭରେଜ କାଢୁଛି କଣ କରୁଛି ନା ଟୋଟାଲ ସେ କେତେ ରନ୍ ବାଡଉଛି, କେତେଟା ମ୍ୟାଚ୍ ଖେଳୁଛି, ଦେଖନ୍ତୁ କେତେଟା ମ୍ୟାଚ୍ ଖେଳୁଛି। କିନ୍ତୁ ବୋଲିଂରେ ବୋଲରରେ ସେ ମ୍ୟାଚ୍ କିଛି ମ୍ୟାଚ୍ କଥା କିଛି ଦରକାର ନାହିଁ ଆମର, ଆମ ଦରକାର କଣ କେତେ ରନ୍ ଦେଇଛି, ଟୋଟାଲ ସେ ବୋଲିଂ କଲା ବେଳେ କେତେ ରନ୍ ଦେଇଛି ଆଉ କେତେ ୱିକେଟ ନେଇଛି। ଯଦି ବୋଲିଂ ଆଭରେଜ ପାଇଁ କଣ ହବ 1050 ଡିଭାଇଡ୍ ବାଇ କେତେ ନା 35, କେତେ ହେଇଯିବ ନା ତାର ବୋଲିଂ ଆଭରେଜ ହେଇଯିବ 30, ବୁଝିପାରିଲେ। କେତେ ହେଇଯିବ ନା 30 ହେଇଯିବ, ବୁଝିପାରୁଛ ନା ବୁଝିହବନି। ତାହେଲେ ଦେଖନ୍ତୁ ଦିଟା ଡିଫରେଣ୍ଟ ଡିଫରେଣ୍ଟ ବୋଲିଂ ଆଭରେଜ କେମିତି ବାହାରିବ ଟୋଟାଲ ରନ୍ ବାଇ ଟୋଟାଲ ୱିକେଟ, ତ ବ୍ୟାଟିଂ ଆଭରେଜ କେମିତି ବାହାରିବ, ବ୍ୟାଟିଂ ଆଭରେଜ ବାହାରିବ କଣ ଟୋଟାଲ ରନ୍ ଡିଭାଇଡେଡ୍ ବାଇ କଣ ଡିଭାଇଡେଡ୍ ବାଇ କଣ ଟୋଟାଲ ନମ୍ବର୍ସ ଅଫ ମ୍ୟାଚ୍। এই দুইটা জিনিস ভଲସେ ଭଲସେ ଭଲସେ ଧ୍ୟାନ ଦିଅନ୍ତୁ, ବହୁତ ଜଣ କନଫ୍ୟୁଜନ ହେଇଯାନ୍ତି ବୋଲିଂ ଆଉ ବ୍ୟାଟିଂ ଭିତରେ। ତ ବୋଲିଂ ଆଭରେଜ କହିଲେ ଆମେ ଟୋଟାଲ କେତେ ରନ୍ ଦଉଛି ଆଉ କେତେ ୱିକେଟ ନଉଛି, ଆଉ ବ୍ୟାଟିଂ ଆଭରେଜ କହିଲେ ଟୋଟାଲ କେତେ ରନ୍ ମାନେ ବାଡଉଛି ତ କେତେଟା ମ୍ୟାଚ୍ ଖେଳୁଛି, ଠିକ ଅଛି। ତ ଆମେ ନେକ୍ସଟ କ୍ୱେଶ୍ଚିନ୍ କୁ ଯିବା ଆଉ କ୍ୱେଶ୍ଚିନ୍ ରେ ଯାଇକି ଆକୁ ସଲ୍ଭ କରିବାକୁ ଟ୍ରାଏ କରିବା। ଦେଖନ୍ତୁ ଦେଖନ୍ତୁ କ୍ୱେଶ୍ଚିନ୍ କେମିତି ସଲ୍ଭ କରାଯିବ। କଣ ଦେଇଛି କ୍ୱେଶ୍ଚିନ୍ ଦେଖନ୍ତୁ, ବହୁତ ବଢିଆ କ୍ୱେଶ୍ଚିନ୍ ଟା। ସେ କହିଛି ବୋଲିଂ ଆଭରେଜ ଅଫ କ୍ରିକେଟର, କ୍ରିକେଟର ବୋଲିଂ ଆଭରେଜ ବୋଲିଂ କରୁଛି କେତେ ନା 12.4 ହେଲା, ତାର ବୋଲିଂ ଆଭରେଜ କେତେ ନା 12.4, ହି ଇମ୍ପ୍ରୁଭ୍ସ ହିଜ କଣ ବୋଲିଂ ଆଭରେଜ ବାଇ କେତେ 0.2। ତାହେଲେ ଭାଇ ମାନେ ଦେଖିଲେ ଗୋଟେ ଜିନିଷ ଗୋଟେ ଲକ୍ଷ୍ୟ କଲେ, ଯେତେବେଳେ ଯେତେବେଳେ ବୋଲିଂ ଆଭରେଜ ଅଧିକ ଥିବ, ତ ଦେଖନ୍ତୁ ଭାଇ ମାନେ ଜଣେ 1050 ରେ କଣ କରିଛି ନା 1050 ରେ
1050 ରନ୍ ଦେଇକି କଣ କରିଛି ନା 35ଟା ୱିକେଟ ନେଇଛି ହେଲା। ଆଉ ଜଣେ ମୁଁ କହିପାରିବି ଜଣେ 1050 କଣ କରିଛି 1050 ରନ୍ ଦେଇଛି ଆଉ କଣ କରିଛି ନା ମନେକର କହିବି କେତେ ନା 70ଟା ୱିକେଟ ନେଇଛି। 1050 ରନ୍ ଦେଇକି 70ଟା ୱିକେଟ ନେଇଛି। ତାହେଲେ କହିଲେ ଭାଇ ମାନେ ୟାର ଆଭରେଜ ୟାର ବୋଲିଂ ଆଭରେଜ କେତେ ହବ? 0 କଟିଗଲେ କେତେ 15। ତାହେଲେ ୟାର ବୋଲିଂ ଆଭରେଜ କେତେ 15। ତାହେଲେ ଭାଇ ମାନେ ଦେଖିଲେ ଗୋଟେ ଜିନିଷ ଦେଖିଲେ ଏଠି ହଉଛି 1050 ରନ୍ ଦେଇ 35ଟା ୱିକେଟ ନେଇଛି। ତାର ବୋଲିଂ ଆଭରେଜ କେତେ 30। ଆଉ ଏଠି 1050 ଦେଇକି 70ଟା ୱିକେଟ ନେଇଛି। ବୋଲିଂ ଆଭରେଜ କେତେ ନା 15। ତ ଗୋଟେ ଜିନିଷ ଲକ୍ଷ୍ୟ କରିପାରୁଥିବେ ଯେତେବେଳେ ବୋଲିଂ ଆଭରେଜ କମ ରହୁଛି ବୋଲିଂ ଆଭରେଜ କଣ ଯେତେବେଳେ ବୋଲିଂ ଆଭରେଜ କମ ରହୁଛି ତାହେଲେ ସେ ଅର୍ଥ କଣ ନା ସିଏ ଗୋଟେ ଭଲ ପ୍ଲେୟାର। ଦେଖନ୍ତୁ ଭାଇ ମାନେ ସିଏ 1050 ରନ୍ ଇଏ ବାଡେଇଛି ଇଏ 1050 ରନ୍ ଇଏ ବାଡେଇଛି। ଇଏ 1050 ରନ୍ ବାଡେଇକି 35ଟା ୱିକେଟ ନେଲା ବେଳେ ଇଏ ସରି ଦେଇକି ଇଏ 1050 ରନ୍ ଦେଇକି 70ଟା ୱିକେଟ ନଉଛି। ତାହେଲେ ୟାର ବୋଲିଂ ଆଭରେଜ କଣ ହଉଛି ନା କମ ରହୁଛି ୟାର ବୋଲିଂ ଆଭରେଜ କଣ ହଉଛି ନା ଅଧିକ ରହୁଛି। ତାହା ତ ମୁଁ କହିପାରିବି ଦ ବେଷ୍ଟ ପ୍ଲେୟାର କିଏ ହବ ଯିଏ କଣ କହିଥିବ ବେଷ୍ଟ ପ୍ଲେୟାର କିଏ ହବ ତାହେଲେ ବେଷ୍ଟ ପ୍ଲେୟାର କିଏ ହବ ନା ଯାହାର ବୋଲିଂ ଆଭରେଜ କଣ ହେଇଥିବ ନା କମ ହେଇଥିବ। ବୋଲିଂ ଆଭରେଜ କଣ ହେଇଥିବ ବୋଲିଂ ଆଭରେଜ କଣ ହେଇଥିବ କମ ହେଇଥିବ। ଯାହାର ବୋଲିଂ ଆଭରେଜ କଣ ହେଇଥିବ ନା କମ ହେଇଥିବ ସିଏ କଣ ହବ ନା ବେଷ୍ଟ ପ୍ଲେୟାର ହବ। ବୁଝିପାରିଲେ? ତାହେଲେ ମନେ ରଖିଥାନ୍ତୁ ଯାହାର ବୋଲିଂ ଆଭରେଜ କମ ହବ ସେ ଭଲ ପ୍ଲେୟାର। କିନ୍ତୁ ବ୍ୟାଟ୍ସମ୍ୟାନ ଦେଖିବେ ଆପଣ ମାନେ ଯଦି ବ୍ୟାଟ୍ସମ୍ୟାନ ଦେଖିବେ ତ ଟୋଟାଲ ରନ୍ ବାଇ ଟୋଟାଲ ମ୍ୟାଚ ଜଣେ 120 ରନରେ କଣ ନା 120 ରନ୍ ବାଡେଇଛି ଟୋଟାଲ 3ଟା ମ୍ୟାଚରେ। ଆଉ ଜଣେ ଅଛି ଯିଏ 120 ରନ୍ ବାଡେଇଛି କେତେଟା ମ୍ୟାଚରେ ନା 6ଟା ମ୍ୟାଚରେ। ତାହେଲେ ଦେଖିଲେ ଭାଇ ମାନେ ୟାର ବ୍ୟାଟିଂ ଆଭରେଜ କେତେ ନା ବ୍ୟାଟିଂ ଆଭରେଜ 20। ତାହେଲେ ଇଏ 40 ଦେଖନ୍ତୁ ଇଏ 40 ବ୍ୟାଟିଂ ଆଭରେଜ ଥିଲା ବେଳେ ୟାର 20। ତାହେଲେ ଦେଖନ୍ତୁ ଇଏ ବି 120ଟା ବାଡେଇଛି ଇଏ 120 ବାଡେଇଛି କିନ୍ତୁ ଇଏ କଣ 3ଟା ମ୍ୟାଚରେ ଇଏ 6ଟା ମ୍ୟାଚରେ। ତାହେଲେ ଭଲ ପ୍ଲେୟାର କିଏ ଇଏ ଭଲ ପ୍ଲେୟାର। ତାହେଲେ ମନେ ରଖିଥାନ୍ତୁ ବେଷ୍ଟ ବ୍ୟାଟ୍ସମ୍ୟାନ କିଏ ହବ ବେଷ୍ଟ ବ୍ୟାଟ୍ସମ୍ୟାନ କିଏ ହବ ବେଷ୍ଟ ବ୍ୟାଟ୍ସମ୍ୟାନ କିଏ ହବ ନା ଯାହାର ବ୍ୟାଟିଂ ଆଭରେଜ ଭଲ ଥିବ। ବ୍ୟାଟିଂ ଆଭରେଜ କଣ ଥିବ ନା ଭଲ ଥିବ ଅଧିକ ଥିବ। ଆଉ ମନେ ରଖିଥାନ୍ତୁ ଗୋଟେ ଜିନିଷ ଲକ୍ଷ୍ୟ କରିଲେ ଏଠୁ ଯାହାର ବୋଲିଂ ଆଭରେଜ କଣ ହବ ନା ବୋଲିଂ ଆଭରେଜ ତାହାର ଭଲ ହବ ଯାହାର ବୋଲିଂ ଆଭରେଜ କଣ ଥିବ ନା କମ ଥିବ। କିନ୍ତୁ ବ୍ୟାଟିଂ ଆଭରେଜ ଯେତେ ଅଧିକ ରହିବ ତ ସେଟାକୁ କଣ କୁହାଯାଏ ନା ଭଲ ବ୍ୟାଟ୍ସମ୍ୟାନ ବୋଲି କୁହାଯାଏ। ଆଇ ହୋପ କି ସମସ୍ତେ ବୁଝିପାରୁଥିବେ ଠିକ ଅଛି ବୁଝିଗଲା ସମସ୍ତଙ୍କୁ। ତ କୋଶ୍ଚିନ୍ ଟା ଦେଖନ୍ତୁ କଣ କହିଲା ସେ ବୋଲିଂ ଆଭରେଜ ଅଫ କ୍ରିକେଟର କେତେ ନା 12.4। ତାର ଗୋଟେ କ୍ରିକେଟର ଥିଲା ତାର ବୋଲିଂ ଆଭରେଜ କେତେ ଥିଲା ନା 12.4 ଥିଲା। ବୁଝିପାରିଲେ? ତାପରେ କଣ ହେଇଛି ନା ତାପରେ କଣ ହେଇଛି ନା ସେ 0.2 କଣ କଲା ନା ବୋଲିଂ ଆଭରେଜ ପାଇଁ ଇମ୍ପ୍ରୁଭ କଲା। ଇମ୍ପ୍ରୁଭ କଲା ଅର୍ଥ କଣ ତାହେଲେ କମେଇଲା। ତାହେଲେ ବର୍ତ୍ତମାନ ତାର ବୋଲିଂ ଆଭରେଜ କେତେ ହବ 12.2। ବୁଝିପାରିଲେ କେତେ ହେଲା 12.2 ହେଲା ତାର ବୋଲିଂ ଆଭରେଜ। ସେ କଣ ପାଇଁ ଏମିତି ହେଲା ନା କଣ ପାଇଁ ନା ଯେତେବେଳେ ସେ ମ୍ୟାଚ ଖେଳିଲା ଯୋଉ ମ୍ୟାଚ ଖେଳିଲା କଣ କଲା ନା 5ଟା ୱିକେଟ ନେଲା 26 ରନ ଦେଇକି। ଟୋଟାଲ ସେ କଣ କରିଛି ନା 26 ରନ ଦେଲା ଆଉ 5ଟା ୱିକେଟ ଖାଇଲା ସରି 26 ରନ ଦେଇକି 5ଟା ୱିକେଟ ଖସେଇଲା। ତାଠୁ ମୁଁ କହିପାରିବି ଏଇ ଯୋଉ 26 ରନ ଦେଇକି 5ଟା ୱିକେଟ ଖସେଇଲା ବୋଲି ତାର ବୋଲିଂ ଆଭରେଜ କଣ କମିଗଲା ତ ଭଲ ବୋଲିଂ କଲା ସେ। ତାହେଲେ ସେ କହିଛି ଦ ନମ୍ବର ଅଫ ୱିକେଟ ଟେକେନ ବାय ବିଫୋର ଦ ଲାଷ୍ଟ ମ୍ୟାଚ କେତେ। ତାହେଲେ ସେ ଯୋଉ 5ଟା ୱିକେଟ ନବା ପୂର୍ବରୁ ଟୋଟାଲ ତା ଲାଇଫରେ କେତେଟା ସେ ୱିକେଟ ନେଇଛି। ବୁଝିପାରିଲେ କୋଶ୍ଚିନ୍ ଟା ବୁଝିପାରିଲେ? ସେ କଣ କହିଲା ଭାଇ ମାନେ ଗୋଟେ ବୋଲର ଥିଲା ବୋଲର ର ବୋଲିଂ ଆଭରେଜ ଥିଲା 12.4। ସେ କଣ କଲା ନା ତା ବୋଲିଂ କୁ ଇମ୍ପ୍ରୁଭ କଲା। ଇମ୍ପ୍ରୁଭ କେମିତି କଲା ନା ସେ ଇମ୍ପ୍ରୁଭ କଲା ନା 0.2 ପଏଣ୍ଟ କମେଇଲା। କେମିତି କମିଲା ନା ଯେତେବେଳେ ନେକ୍ସଟ ମ୍ୟାଚ ସେ କଣ ନା 5ଟା ୱିକେଟ ନେଲା କେତେ 26 ରନ ଦେଇକି। ସେଥିରୁ ଯୋଉ ତାର କଣ ହେଲା ନା ଯୋଉ ବୋଲିଂ ଆଭରେଜ କଣ ହେଲା ତାର ଇମ୍ପ୍ରୁଭ ହେଲା କେତେ ନା 0.2 ନା ବର୍ତ୍ତମାନ ଏତିକି ହେଲା ତାର ବୋଲିଂ ଆଭରେଜ ମାନେ ଭଲ ବୋଲର ଟିକେ ହେଇଗଲା। ତ କହିଛି ତ ସେ କେତୁଟା ୱିକେଟ ନେଇଥିଲା ବିଫୋର ଦ ମ୍ୟାଚ ମାନେ ଏଇ ଟାଇମରେ ସେ କେତେଟା ୱିକେଟ ନେଇଥିଲା। ଦେଖନ୍ତୁ ଏଇଭଳିଆ କୋଶ୍ଚିନ୍ ଯେତେବେଳେ ଆସିବ ଦେଖନ୍ତୁ ମୁଁ କଣ କହୁଛି ମନେକର କହୁଛି ଟୋଟାଲ ସେ ଏକ୍ସଟ୍ରା ୱିକେଟ ନେଇଥିଲା ହେଲା ଏକ୍ସଟ୍ରା ୱିକେଟ ନେଇଥିଲା। ବୁଝିପାରିଲେ କେତେଟା ୱିକେଟ ନେଇଥିଲା ଏକ୍ସଟ୍ରା ୱିକେଟ ନେଇଥିଲା। ତାହେଲେ ଭାଇ ମାନେ ଦେଖିଲେ ଟୋଟାଲ ଯଦି ଏକ୍ସ ୱିକେଟ ନେଇଥିଲା ଦେଖନ୍ତୁ ଯେମିତି ଆପଣ ମାନେ ଏଠି ଦେଖନ୍ତୁ କଣ କହିଲି ମୁଁ ବୋଲିଂ ଆଭରେଜ ଦେଇଛି ନମ୍ବର ଅଫ କଣ ସରି ବୋଲିଂ ଆଭରେଜ ଦେଇଛି ଟୋଟାଲ ନମ୍ବର ୱିକେଟ କେମିତି ବାହାରିବ ଟୋଟାଲ ରନ୍ ଟୋଟାଲ ରନ୍ ଟୋଟାଲ ରନ୍ କେମିତି ବାହାରିବ
ବୋଲିଂ ଆଭରେଜ ଇନଟୁ ୱିକେଟ କେମିତି ବୋଲିଂ ଆଭରେଜ ଇନଟୁ ୱିକେଟ ତାହେଲେ ମୁଁ କହିପାରିବି ତାହେଲେ ବୋଲିଂ ଆଭରେଜ ହଉଛି ଏଇଟା ହଉଛି କଣ ନା ଏକ୍ସଟ୍ରା ୱିକେଟ ନେଇଛି ତାହେଲେ ଟୋଟାଲ ମୋର କେମିତି ବାହାରିବ ଟୋଟାଲ ରନ୍ କେମିତି ବାହାରିବ ଟୋଟାଲ ରନ୍स କେମିତି ବାହାରିବ ନା ଇଏ ବୋଲିଂ ଆଭରେଜ 12.4 ଇନଟୁ କଣ ଇନଟୁ ହଉଛି ୱିକେଟ ବୁଝିପାରିଲେ ଇନଟୁ କଣ ୱିକେଟ ବୁଝିପାରିଲେ ନା ବୁଝିପାରିଲେ ତାପରେ କଣ ହେଲା ଦେଖନ୍ତୁ ତାହେଲେ ଏତିକି ରନ୍ କଣ କରିଛି ନା ଟୋଟାଲ ରନ୍ ୟାର ଏତିକି ତାପରେ କଣ ହେଲା ନା 26 ଏକ୍ସଟ୍ରା ରନ୍ ଦେଲା କେତେ ଦେଲା ନା 26 ଏକ୍ସଟ୍ରା ରନ୍ ଦେଲା ବୁଝିପାରୁଛନ୍ତି 26 ଏକ୍ସଟ୍ରା ରନ୍ ଦେଲା ତାହେଲେ ଆଗରୁ ଏତିକିଟା ୱିକେଟ ନେଇଥିଲା ତାପରେ ନେଲା 5ଟା ଡିଭାଇଡେଡ୍ ବାଇ କେତେ ଆଗରୁ ନେଇଥିଲା ଏକ୍ସଟ୍ରା ୱିକେଟ ପ୍ଲସ 5 କଣ ପ୍ଲସ 5 ଯାହା ଦ୍ୱାରା କି ବର୍ତ୍ତମାନ ଦେଖନ୍ତୁ ଏଇଟା ହେଲା ଟୋଟାଲ ରନ୍ ବର୍ତ୍ତମାନ ଟୋଟାଲ ୱିକେଟ ହେଲା ଏତିକି ଯାହା ଦ୍ୱାରା ତାର କଣ ହେଲା ତାର ବୋଲିଂ ଆଭରେଜ କେତେ ହେଲା 12.2 ହେଇଗଲା ଆଉଥରେ ବୁଝଉଛି ମୁଁ ଆଉଥରେ ବୁଝଉଛି ଭଲସେ ବୁଝଉଛି ବଢିଆ କୋଶ୍ଚିନ୍ ଟା ଭାଇ ମାନେ ଏଇ କୋଶ୍ଚିନ୍ ଟା ସମସ୍ତେ ଭୁଲଭାଲ କରନ୍ତି କଣ କହିଲା ଭାଇ ମାନେ ଗୋଟେ ଲୋକ ଅଛି ଗୋଟେ ପ୍ଲେୟାର ଅଛି ଯାହାର ବୋଲିଂ ଆଭରେଜ ଥିଲା କେତେ 12.4 ଆମେ ଜାଣିଛେ ବୋଲିଂ ଆଭରେଜ କେମିତି ବାହାରୁଛି ବୋଲିଂ ଆଭରେଜ କେମିତି ବାହାରୁଛି ନା ଟୋଟାଲ ରନ୍स ବାଇ କଣ ଟୋଟାଲ ୱିକେଟ ବୁଝିପାରିଲେ ଟୋଟାଲ ସେ କେତେ ରନ୍ ଟୋଟାଲ ସେ କେତେ ରନ୍ ଦେଇଛି ତାର କେତେଟା ସେ ୱିକେଟ ନେଇଛି ତାହେଲେ ଏଇଟା ହଉଛି ତାର କଣ ବୋଲିଂ ମନେକର ସେ ମୁଁ କହୁଛି ଏକ୍ସଟ୍ରା ୱିକେଟ ନେଇଛି ଟୋଟାଲ ତା ଲାଇଫ ରେ ଏକ୍ସଟ୍ରା ୱିକେଟ ନେଇଥିଲା ତାହେଲେ ମୁଁ ଟୋଟାଲ ରନ୍ସ କାଢି ପାରିବି ଟୋଟାଲ କଣ ଏକ୍ସଟ୍ରା ୱିକେଟ ନେଇଥିଲା ବୋଲିଂ ଟୋଟାଲ ରନ୍ କେମିତି ବାହାରିବ 12.4 ଇନଟୁ ଏକ୍ସ ଏତିକି ବାହାରି ପଡିବ ତାପରେ ନେକ୍ସଟ ମ୍ୟାଚ୍ କଣ ହେଲା ନା 26 ତାହେଲେ ମୁଁ କଣ କରିବି ତାର ଆଗରୁ ନେଇଥିଲା ଟୋଟାଲ ଏକ୍ସଟ୍ରା ୱିକେଟ ତାପରେ 26 ରନ୍ ବାଡେଇଲା ପ୍ଲସ 26 ଟୋଟାଲ ରନ୍ ଏତିକି ହେଇଗଲା ଟୋଟାଲ ରନ୍ ହେଲା ଆଗରୁ ତାର ଏକ୍ସଟ୍ରା ୱିକେଟ ନେଇଥିଲା ତାପରେ ହେଲା 5 ତାର ଟୋଟାଲ କେତେ ହେଇଗଲା 100 ପ୍ଲସ 5ଟା ୱିକେଟ ହେଇଗଲା ବର୍ତ୍ତମାନ ଦେଖିଲେ ଯେତେବେଳେ ନୂଆ ଆଭରେଜ କାଢିବି ତାହେଲେ ମୁଁ ଏମିତି ବାହାରି ପଡେ ନା ଟୋଟାଲ ରନ୍ ହେଲା ଏତିକି ଟୋଟାଲ ୱିକେଟ ହେଇଗଲା ଏତିକି ତାପରେ କଣ କହିଛି ନା 0.2 କଣ ଇମ୍ପ୍ରୁଭ କଲା ମାନେ କଣ କମିଲା ବୋଲିଂ ଆଭରେଜ ଇମ୍ପ୍ରୁଭ କଲା ମାନେ କଣ ହବ କମିବ 0.2 ହେଇଗଲା ବର୍ତ୍ତମାନ ମୁଁ ଏକ୍ସ କାଢିପାରିବି ନା କାଢିପାରିବି କାଢିପାରିବି 12.4 x ପ୍ଲସ 26 ଏଟା ଗୁଣାଗୁଣି କଲେ କେତେ ହବ 12.2 x ପ୍ଲସ 12 60 61 ହେଇଗଲା ତାହେଲେ କେତେ ହେଇଗଲା ଭାଇ ମାନେ ଦେଖିଲେ 0.2 x କେତେ ହେଲା ନା 5 5 କେତେ 61 ରୁ 26 ଗଲେ କେତେ ହେଇଯିବ 5 ଇଏ ରହିଲା 5 2 ଗଲେ 35 ঠিক আছে তাহলে x ମୋର କେତେ ହେଇଗଲା 35 ବାଇ କେତେ 0.2 ମାନେ 2/10 ହେଲେ ଉପରେ 10 ତଳେ 2 କଟିଯିବ କଟିଗଲେ କେତେ 5 ତାହେଲେ କେତେ ହେଲା 175 କେତେ ହେଲା ନା 175 यार तो ମୁଁ କହିପାରିବି ଭାଇ ମାନେ ଇଏ ମୁଁ ଏଠି x କଣ ନେଇଥିଲି ନମ୍ବର ସବୁ ୱିକେଟ ମାନେ ତା ପୂର୍ବରୁ ସେ କ୍ୱେଶ୍ଚିନ କଣ ନମ୍ବର ଅଫ ୱିକେଟ ଟେକେନ୍ ବାଇ ହିମ୍ ବିଫୋର ଦ ଲାଷ୍ଟ ମ୍ୟାଚ୍ ପୂର୍ବରୁ ଏକ୍ସଟ୍ରା ୱିକେଟ ନେଇଥିଲା ଏଠି x ବାହାରିଲା କେତେ 175 ଅପସନ ନମ୍ବର 3 ହେଲା କଣ କରେକ୍ଟ ଆନ୍ସର ବୁଝିଗଲା ସମସ୍ତଙ୍କୁ ଅପସନ ନମ୍ବର 3 ହେଲା କଣ କରେକ୍ଟ ଆନ୍ସର ବୁଝିଗଲା ନା ବୁଝିଗଲା ବହୁତ ସହଜ କ୍ୱେଶ୍ଚିନ ଭାଇ ମାନେ ବହୁତ ସହଜ ଜିନିଷ ୟା ପାଇଁ ଭାଇ ମାନେ ୟାର କୌଣସି ବିକଳ୍ପ ନାହିଁ କିନ୍ତୁ ବ୍ୟାଟ୍ସମ୍ୟାନ ପାଇଁ ବିକଳ୍ପ ଅଛି କିନ୍ତୁ ବୋଲର ମାନଙ୍କ ପାଇଁ ସବୁବେଳେ କଣ କରିବାକୁ ପଡିବ ଟୋଟାଲ ରନ୍ କାଢିବାକୁ ପଡିବ ତାପରେ କଣ କରିବାକୁ ପଡିବ ନା ଟୋଟାଲ ୱିକେଟ କେତେ କାଢିବାକୁ ପଡିବ ଠିକ ଅଛି ନେକ୍ସଟ କ୍ୱେଶ୍ଚନ ଯିବା ଦେଖନ୍ତୁ ତାପରେ ଡିଫରେଣ୍ଟ ଟାଇପ ର କ୍ୱେଶ୍ଚିନ ନିଆଯାଇଛି ଭାଇ ମାନେ ବ୍ୟାଟ୍ସମ୍ୟାନ କନସେପ୍ଟ ଉପରେ ଦେଖନ୍ତୁ କଣ ଦେଇଛି ଏ କ୍ରିକେଟର had a certain average of run for his 64 innings. In his 65 innings, he is bowled out for no score on each part. This bring down his average by 2 runs. His new average of run କେତେ ବଢିଆ କ୍ୱେଶ୍ଚିନ ସେ କଣ କଲା ଭାଇ ମାନେ ଗୋଟେ କ୍ରିକେଟର ଥିଲା ଯାହାର କଣ ଆଭରେଜ ଅଫ ସଟର କେତେ 64 ସେ 64ଟା ମ୍ୟାଚ୍ ଖେଳିଛି ମନେ ଦେଖନ୍ତୁ କିନ୍ତୁ କଣ କହିଛି ନା ଗୋଟେ ବ୍ୟାଟ୍ସମ୍ୟାନ ଥିଲା 64ଟା ମ୍ୟାଚ୍ ଖେଳିଛି ତାର ଆଭରେଜ ମନେକର x ଥିଲା କେତେ ଥିଲା ତାପରେ ଯେତେବେଳେ 65ତମ ମ୍ୟାଚ୍ ଖେଳିଛି ହେଲା 65ତମ ମ୍ୟାଚ୍ ଖେଳିଛି ସେ କଣ ହେଲା ନା ଜିରୋରେ ଆଉଟ ହେଇଗଲା
ବୁଝିପାରିଲେ? ଜିରୋରେ ଆଉଟ୍ ହେଇଗଲା। ବଢିଆ କନସେପ୍ଟଟା, ବଢିଆ କୋଶ୍ଚିନ୍ଟା, ଜିରୋରେ ଆଉଟ୍ ହେଇଗଲା। ଯାହା ଦ୍ୱାରା କଣ ହେଲା ଭାଇ ମାନେ, ଯାହା ଦ୍ୱାରା କଣ ହେଲା ଭାଇ ମାନେ, ତାର ଯୋଉ ଆଭରେଜ ଥିଲା, ଆଭରେଜ କଣ ହେଲା ନା 2 କମିଗଲା। ତାହେଲେ ଆଗରୁ ଥିଲା x, ବର୍ତ୍ତମାନ ହେଇଗଲା କେତେ ନା x - 2। ବୁଝିପାରିଲେ? କେତେ ହେଲା x - 2 ହେଲା। ଆପଣଙ୍କୁ ମୁଁ ବେସିକରେ ବୁଝେଇବି ଆଉ ଆପଣଙ୍କୁ କଣ ଡେଭିଏସନ ମେଥଡ ମଧ୍ୟ ବୁଝେଇବି। ତାହେଲେ ଭାଇ ମାନେ 64ଟା ମ୍ୟାଚରେ 64ଟା ମ୍ୟାଚରେ କଣ ଥିଲା x ଥିଲା, 65ଟା ମ୍ୟାଚ ପରେ କଣ x - 2 ଟା ହେଇଗଲା। ତାହେଲେ ଭାଇ ମାନେ 64ଟା ମ୍ୟାଚ ଥିଲା, x ର x ଟା କଣ ଥିଲା 64ଟା ମ୍ୟାଚରେ x ଆଭରେଜ ଥିଲା। ଟୋଟାଲ ତାର କେତେ ହେଇଗଲା ତାର 64x ହେଇଗଲା। କେତେ ହେଇଗଲା 64x। ଦେଖନ୍ତୁ 64ଟା ମ୍ୟାଚରେ x ଆଭରେଜ ଥିଲା, ଟୋଟାଲ କେତେ ହେଲା 64x ହେଇଗଲା। ବର୍ତ୍ତମାନ 65ଟା ମ୍ୟାଚ ପରେ ତାର ଆଭରେଜ କେତେ ହେଲା x - 2 ଟା ହେଇଗଲା। ତାହେଲେ ମୁଁ କହିପାରିବି, ତାହେଲେ ମୁଁ କଣ କହିପାରିବି, ତାର ଟୋଟାଲ ରନ୍ କେତେ ହେଇଯିବ 65 ଇንଟୁ କେତେ x - 2। ବୁଝିପାରିଲେ? 65 ଇንଟୁ x - 2 କେତେ ହେଇଯିବ ତାହେଲେ 65x ମାଇନସ କେତେ 130। କେତେ କହିପାରିବି 65x ମାଇନସ 130। 65x ମାଇନସ କେତେ 130। ବୁଝିପାରିଲେ? କିନ୍ତୁ ଦେଖନ୍ତୁ 65 ତମ ମ୍ୟାଥରେ ବାଡେଇଛି 0। ତାହେଲେ ମୁଁ ଯଦି ଏଠୁ ଏଟା ଖେଳିବି ତାହେଲେ ମୋର କେତେ ହବ 0 ହବ। 65x ମାଇନସ 130 ମାଇନସ କେତେ 64x ଇଜିକାଲ ଟୁ କେତେ ହବ 0 ହବ। କେତେ ହବ 0 ହବ। ତାହେଲେ ଦେଖିଲେ ଭାଇ ମାନେ 65 64x କେତେ x ଇଜିକାଲ କେତେ 130। ସେ କୋଶ୍ଚିନ୍ କଣ ପଚାରିଛି ଏ ଯେ ନ୍ୟୁ ଆଭରେଜ କେତେ। ତାହେଲେ ଭାଇ ମାନେ ଆଗରୁ ପୁରୁଣା ଆଭରେଜ ହଉଛି x, ମୁଁ ପୁରୁଣା ଆଭରେଜ କେତେ ନେଇଥିଲି x ନେଇଥିଲି, x 130 ବାହାରିଲା। ତାହେଲେ ନୂଆ ଆଭରେଜ କଣ ହବ x - 2 ହବ। x - 2 ମାନେ କେତେ 128 ହେଇଯିବ। ବୁଝିପାରିଲେ? କେତେ ହେଇଯିବ 128 ହେଇଯିବ। କ୍ଲିୟର ସମସ୍ତେ? କ୍ଲିୟର ସମସ୍ତେ? ବୁଝିପାରିଲେ ନା ବୁଝିପାରିଲେନି? ବୁଝିପାରିଲେ ତ? ବହୁତ ବଢିଆ କ୍ୱେଶ୍ଚିନ୍ ଟା ଭାଇ ମାନେ। ତ ଏଇଟାକୁ ମଧ୍ୟ ମୁଁ ଡେଭିଏସନ ମେଥଡ କରିପାରିବି। ତ ଦେଖନ୍ତୁ ଭାଇ ମାନେ ଭଲସେ ବୁଝିବାକୁ ଟ୍ରାଏ କରନ୍ତୁ। ଦେଖନ୍ତୁ ମୁଁ ଭଲସେ ବୁଝଉଛି। ସେ କହିଲା, ମୁଁ କହିବି ଗୋଟେ ଲୋକଟାର ପାଞ୍ଚଟା ମ୍ୟାଚ ଖେଳିଛି। 5ଟା ମ୍ୟାଚ ଖେଳିଲା ପରେ ତା ଆଭରେଜ ହଉଛି 30 ହେଲା। ଆଭରେଜ କେତେ 30। ମୁଁ କହିଲି ଯେ 66ତମ ମ୍ୟାଚରେ 6th ମ୍ୟାଚରେ ସେ ସେଇ 30 ବାଡେଇବ, ତାହେଲେ ଏଇ ଯୋଉ ଟୋଟାଲ 6ଟା ମ୍ୟାଚ ମାନେ 5ଟା ମ୍ୟାଚରେ 30, 6 ନମ୍ବର ମ୍ୟାଚରେ 30 ବାଡିଲା, ତାହେଲେ ଏଇ 6ଟା ଯାକ ମ୍ୟାଚରେ ମୁଁ ଆଭରେଜ କେତେ କହିପାରିବି ନା 30 କହିପାରିବି। ଭଲସେ ବୁଝ। ମୁଁ କଣ ପାଇଁ ଏମିତି କଲି ତମକୁ ବୁଝେଇଥିଲି ଆପଣମାନଙ୍କୁ। ଯଦି ମୁଁ 3ଟା ନମ୍ବର ନେଉଛି 5 10 15, ଏଇ 3ଟା ନମ୍ବର ଆଭରେଜ କେତେ ନା 5 10 15 30, 30 ବାଇ 3 କେତେ ହେଇଯାଉଛି 30 ବାଇ 3 ହେଇଯାଉଛି 10। ମୁଁ କହିବି ଆଉ ଗୋଟେ ଚତୁର୍ଥ ବ୍ୟକ୍ତି ଯଦି ଆଙ୍କ ସହିତ ଆସିକି ମିଶିବ, ସେ ତା ସହିତ କେତେ ନା 10 ଧରିକି ଆସିଥିବ, ତାହେଲେ ଏଇ ଯୋଉ 4 ଜଣ ହେବେ 4 ଜଣ ଆଭରେଜ କେତେ ହବ 10 ହବ। ଦେଖନ୍ତୁ 5 10 କେତେ 15 30 40, 40 ବାଇ 4 କେତେ ହେଇଯାଉଛି ନା 10 ହେଇଯାଉଛି। କେତେ ହେଇଯାଉଛି କେତେ ହେଇଯାଉଛି ନା 10 ହେଇଯାଉଛି। ତାପରେ ମୁଁ କଣ କହିବି, ଇଏ ଯଦି ସେଇ 10 ଧରିକି ଆସିବ ତାହେଲେ କଣ ହବ ନା ଆଭରେଜ ସମାନ ରହିବ। କିନ୍ତୁ 10 ବଦଳରେ ଇଏ କଣ କରିବ ନା 10 ବଦଳରେ କଣ କରିବ ନା 30 ଧରିକି ଆସିବ। କେତେ ଧରିକି ଆସିବ 30 ଧରିକି ଆସିବ। ତାପରେ ମୁଁ କହିବି ପାରିବି ଭାଇ ମାନେ କିନ୍ତୁ 10 କୁ 10 ରହିଲା ପ୍ଲସ ଏକ୍ସଟ୍ରା କେତେ ଧରିକି ଆସିଲା 20 ଧରିକି ଆସିଲା। ଆଭରେଜ ଟା 10 ଏକ୍ସଟ୍ରା 20 ଧରିକି ଆସିଲା। ତାହେଲେ କେତେ ଜଣ ଭିତରେ ବଣ୍ଟା ହବ, ସିଏ ଜଣେ ଇଏ 3 କେତେ ହେଇଯିବ 4 ଜଣ 20 ବାଇ କେତେ 4 କେତେ ହେଇଯିବ ତାହେଲେ 15 ହେଇଯିବ। 20 ବାଇ 4 5 ପ୍ଲସ 10 15 ହେଇଯିବ। ବର୍ତ୍ତମାନ ମିଶେଇଲେ କେତେ ହେଇଯିବ 30 ପ୍ଲସ 30 କେତେ 60 ବାଇ 4, 60 ବାଇ 4 କେତେ ହେଇଯିବ 15 ହେଇଯିବ। ତ ସେଇଭଳି ଜିନିଷଟେ ଯଦି ପାଞ୍ଚଟା ମ୍ୟାଚ ତାର ଆଭରେଜ ହଉଛି 30, 6 ନମ୍ବର ମ୍ୟାଚରେ ସିଏ କଣ କରୁଛି ନା 30 ରନ୍ ବାଡଉଛି, ତ 6ଟା ମ୍ୟାଚର ଆଭରେଜ 30। ବୁଝିପାରିଲେ କଣ ହେଇଯିବ 30 ହେଇଯିବ। ବୁଝି ହଉଛି ନା ବୁଝି ହଉନି 30 ହେଇଯିବ। କିନ୍ତୁ କଣ ହଉଛି କହିଲେ ଭାଇ ମାନେ ଏ 6 ନମ୍ବର ମ୍ୟାଚରେ 0 ବାଡଉଛି। କେତେ ବାଡଉଛି ନା 0 ବାଡଉଛି। କେତେ ବାଡଉଛି ନା 0 ବାଡଉଛି। ଯଦି 0 ବାଡଉଛି ତାହେଲେ ମୁଁ କଣ କହୁଛି ଏଠି ତାହେଲେ ଗୋଟେ -30 ଧରିକି ଅଛି। କେତେ ଧରିକି ଅଛି -30 ଧରିକି ଅଛି। ବୁଝି ହଉଛି ନା ବୁଝି ହଉନି -30 ଧରିକି ଅଛି। ତାହେଲେ ବର୍ତ୍ତମାନ ଦେଖିଲେ ଭାଇ ମାନେ -30 ଗୋଟେ ଧରିକି ଅଛି, 30 ଧରିକି ଆସିବା କଥା କିନ୍ତୁ -30 ଧରିକି ଅଛି। ତାହେଲେ ଆଭରେଜ ତ ସେଇ 30 ରହିବ। ପୁଣି ଯୋଉ -30ଟା କଣ ହବ ଇଏ 5 ଇଏ 1 6 ଜଣ ଭିତରେ ବଣ୍ଟା ହବ। 6 ଜଣ ଭିତରେ ବଣ୍ଟା ହବ କେତେ ହେଇଯିବ
30 ମାଇନସ୍ କେତେ 5 ଆଭରେଜ କେତେ ହେଇଯିବ 25 ହେଇଯିବ। ବୁଝିପାରିଲେ? ତ କଣ ପାଇଁ ଦେଖନ୍ତୁ 5 30 ତାହେଲେ ପାଞ୍ଚଟା ମ୍ୟାଚରେ 30 ଆଭରେଜ ଟୋଟାଲ କେତେ ହେଲା? ଟୋଟାଲ ହେଇଗଲା କେତେ 150 6 ନମ୍ବର ମ୍ୟାଚରେ କଣ ହେଇଛି ନା 0 ବାଡେଇଛି ସେଇ ଟୋଟାଲ ମ୍ୟାଚ କେତେ 150 ମ୍ୟାଚ କେତେ 150 କିନ୍ତୁ ମ୍ୟାଚ ସଂଖ୍ୟା ବଢିଗଲା କେତେ 6 ହେଇଗଲା ତାହେଲେ ମୋର ଆଭରେଜ କେତେ ହେଇଯିବ ସରି କେତେ ହେଇଯିବ 25 ହେଇଯିବ। ଦେଖନ୍ତୁ ଏଠି 25 ହଉଥିଲା ଏଠି ମଧ୍ୟ 25 ହଉଥିଲା। ତ ସେଇଭଳି ଭାବରେ ମୁଁ କଣ କହିପାରିବି ଏଠି ଦେଖନ୍ତୁ ସେଇଭଳି ଭାବରେ ଏଠି ମୁଁ କହିପାରିବି ଦେଖନ୍ତୁ ଭାଇ ମାନେ 64ଟା କେତେ ଅଛି ନା 64ଟା କଣ ଅଛି ନା ତାର ଆଭରେଜ ଥିଲା 100 ଯଦି 65 ତମ ମ୍ୟାଚ୍ ଅଛି 100 ବାଡେଇଥାନ୍ତା 100 ବାଡେଇଥାନ୍ତା ଆଭରେଜ ସେୟା ରହିଥାନ୍ତା କିନ୍ତୁ କଣ ହଉଛି ଭାଇ ମାନେ 65 ତମ ମ୍ୟାଚରେ 0 ବାଡଉଛି କଣ କରୁଛି ନା 0 ବାଡଉଛି କଣ ନା 0 ବାଡଉଛି ବୁଝିପାରିଲେ କଣ ବାଡଉଛି ନା 0 ବାଡଉଛି 65 ତମ ମ୍ୟାଚରେ 0 ବାଡଉଛି ଯାହା ଦ୍ୱାରା କଣ ହଉଛି ନା ଆଭରେଜ 2 କମି ଯାଉଛି ତାହେଲେ ଇଏ ଯୋଉ ଟୋଟାଲ କେତେ ହଉଛି ଭାଇ ମାନେ ଟୋଟାଲ 65ଟା ମ୍ୟାଚ୍ ଜଣଙ୍କଠୁ 2 କମି ଯାଉଛି ତା 65 ଜଣ କେତେ କମିଯିବ ଏତିକି କମିଯିବ 130 କମିଯିବ ତାପରେ ଇଏ କଣ କରିଛି ନା 130 କମ ଧରିକି ଆସିଛି ବୁଝିପାରିଲେ ତାହେଲେ କଣ କହିପାରିବି ନା 130 କମ ଧରିକି ଆସିଛି ବୁଝିପାରିଲେ ନା ବୁଝିପାରିଲେ ଦେଖନ୍ତୁ ଏଇଟା ଦେଖନ୍ତୁ ଆପଣ ମାନେ ମୁଁ କଣ କହିବି ଦେଖନ୍ତୁ ଯଦି ଦେଖନ୍ତୁ 5 ଜଣଙ୍କର ଆଭରେଜ ଥିଲା 30 ଯଦି କହିବି 6 ନମ୍ବର ମ୍ୟାଚ୍ ପରେ ଆଭରେଜ 25 ଅଛି କେତେ ଅଛି ନା 25 ହେଇଗଲା ତାହେଲେ ଭାଇ ମାନେ ଟୋଟାଲ ମ୍ୟାଚ୍ କେତେ ମୁଁ କାଢିବି ବୁଝିହଉଛି ନା ବୁଝିହଉନି ସେଇଭଳି ଭାବରେ ମୁଁ ଏଠି କହିପାରିବି ଏମିତି ଏଠି କଣ କହିପାରିବି ତ ଏଠି ମୁଁ 0 ଧରିକି ଆସିଛି ଏଠି ତାହେଲେ କେତେ ଧରିକି ଆସିଥିଲେ ମୋର ସମାନ ହେଇଥାନ୍ତା ଯୋଉ ଜଣକେ 2 କମିଗଲା ତାହେଲେ 65 ଜଣ ଅଛନ୍ତି ଟୋଟାଲ 65 ଜଣ 65 2 କମିଲେ କେତେ ହେଇଯିବ 130 ତାର ତ ମୁଁ କହିବି ଆଗରୁ ଥିଲା 130 ବର୍ତ୍ତମାନ 2 କମି ଯାଇଛି ତାହେଲେ ବର୍ତ୍ତମାନ ତାର ମୂଲ୍ୟ କେତେ ହବ 128 ଗୋଟେ ଆଉ ଗୋଟେ କ୍ୱେଶ୍ଚିନ୍ କହୁଛି ସମସ୍ତେ କ୍ଲିୟର ହେଇଯିବେ ଆଉ ଗୋଟେ କ୍ୱେଶ୍ଚିନ୍ କହୁଛି ସେଇ ମେଥଡରେ ସମସ୍ତେ କ୍ଲିୟର ହେଇଯିବେ ତଥାପି ମଧ୍ୟ ଜଣେ ନ ବୁଝିପାରିଲେ ଆପଣମାନେ ଆମ ଟେଲିଗ୍ରାମ ଗ୍ରୁପରେ ପଚାରି ପାରିବେ a cricketer has certain average of run is 18 missing. In the ninth innings, his score କେତେ 180. Therefore, increasing his average by କେତେ 9. His new average କେତେ ବଢିଆ କ୍ୱେଶ୍ଚିନ୍ ଟା ସେଇଭଳି କ୍ୱେଶ୍ଚିନ୍ ରେ ତାହେଲେ 8 ଯୋଉଟା ମ୍ୟାଚ୍ ରେ ତାର କିଛି ଗୋଟେ ଆଭରେଜ ଥିଲା 9 ନମ୍ବର ମ୍ୟାଚ୍ ରେ 9 ମ୍ୟାଚ୍ ରେ ସେ କଣ କରୁଛି ନା 100 ବାଡୁଛି କଣ କରୁଛି ନା 100 ତାହା ଦ୍ୱାରା କଣ ହଉଛି ନା ଦେୟାର ବାଇ ଇନକ୍ରିଜିଂ ଇଜ ଆଭରେଜ ନ ତାହେଲେ ମୁଁ କହିବି ଏଠି x ଥିଲା ଏଠି କେତେ ହେଲା x ଥିଲା ଏଠି ଯୋଉ 9ଟା ମ୍ୟାଚ୍ ପରେ 9ଟା ମ୍ୟାଚ୍ 100 ବାଡିଲା 9 ମ୍ୟାଚ୍ ପରେ ତାର ଆଭରେଜ କେତେ ବଢିଗଲା ନା 9 ବଢିଗଲା କେତେ ବଢିଗଲା 9 ବଢିଗଲା ତା ତ ମୁଁ କହିପାରିବି ଦେଖନ୍ତୁ ଭାଇ ମାନେ ତାହେଲେ 9ତମ ମ୍ୟାଚ୍ ରେ 100 ବାଡେଇଛି ତାହେଲେ 9 ଦେଖନ୍ତୁ x ବାଡେଇଥାନ୍ତା ତାହେଲେ 9ଟା ମ୍ୟାଚ୍ ପରେ ମଧ୍ୟ x ବାଡେଇଥାନ୍ତା କିନ୍ତୁ କଣ 9 ଏକ୍ସଟ୍ରା ବଢି ଯାଇଛି ତାହେଲେ 9ଟା ମ୍ୟାଚ୍ ରେ 9 ଲେଖା ଏକ୍ସଟ୍ରା ବଢିଯାଇଛି ଟୋଟାଲ ବଢିଛି କେତେ ନା ଟୋଟାଲ ବଢିଛି 81 ବୁଝିପାରିଲେ ତ ଜଣକେ ସେ 9 ଲେଖା ବଢିଥିବ ଟୋଟାଲ କେତେ ହେଇଯାଇଛି ନା 81 ହେଇଯାଇଛି ତାର ତ ଭାଇ ମାନେ ସେ କଣ କହିଛି ତାହେଲେ ଦେଖନ୍ତୁ ତାର 9ଟା 81 ଟୋଟାଲ ବଢିଯାଇଛି ତାହେଲେ କେତେ ତାହେଲେ x ର ମୂଲ୍ୟ ତାହେଲେ 100 ବାଡେଇଛି ତାହେଲେ 81 ଅଧିକ ବାଡେଇଛି ତାର ଆଗରୁ ତାହେଲେ କେତେ ଥିଲା 81 ହେଲେ କେତେ ନା 19 କେତେ ହେଲା ନା 19 ତାର ତ ମୁଁ କହିପାରିବି ଆଗରୁ ତାର ଥିଲା 19 ବର୍ତ୍ତମାନ 9 ହେଲା ପରେ କେତେ ହେଇଯିବ ଆପଣଙ୍କର 19 ପ୍ଲସ 9 ହେଇଛି କେତେ ନା 28 ହେଇଯିବ କେତେ ହେଇଯିବ 28 ହେଇଯିବ ଆପଣଙ୍କୁ ଆଉ କିଛି କରିବାକୁ ପଡିବନି ଭାଇମାନେ ବହୁତ ସହଜରେ ଟେକ୍ନିକାଲ କ୍ୱେଶ୍ଚିନ୍ ଟିକେ ଯଦି ଆପଣମାନେ କନସେପ୍ଟ କ୍ଲିୟର ଥିବ ତାହେଲେ ଆପଣମାନେ କରିପାରିବେ ବୁଝିପାରିଲେ ନା ବୁଝିପାରିଲେ ବୁଝିଗଲା ସମସ୍ତଙ୍କୁ ବୁଝିପାରିଲେ ଭାଇମାନେ ତ ଦେଖନ୍ତୁ 8ଟା ମ୍ୟାଚରେ ତାର ଆଭରେଜ ଥିଲା 100 9ତମ ମ୍ୟାଚରେ 100 ବାଡେଇଲା ମୁଁ କଣ କରିବି ନା 9ତମ ମ୍ୟାଚ ପରେ ତାର ଆଭରେଜ ସ୍କୋର କେତେ ହେଲା ନା 9 ବଢିଗଲା ତାର ତ ମୁଁ କହିପାରିବି ଯଦି ଆଗରୁ x ବାଡେଇଥିଲା ଯୋଉ 9ତମ ମ୍ୟାଚ ଯଦି x ବାଡିଥିଲା କିଛି ପ୍ରୋବ୍ଲେମ ନାହିଁ କିନ୍ତୁ କଣ କରିଛି ନା 100 ବାଡେଇ ଦେଇଛି ଯାହା ଦ୍ୱାରା କଣ 9 ବଢି ଯାଇଛି 9ଟା ମ୍ୟାଚରେ କଣ ହଉଛି 9 ବଢି ଯାଇଛି ଟୋଟାଲ 9 ଇଏ କେତେଟା ମ୍ୟାଚ ନା 9ଟା ମ୍ୟାଚ ଟୋଟାଲ 81 ରନ ଅଧିକ ବାଡେଇଛି ତାହେଲେ ପୂର୍ବ ଆଭରେଜ ଅପେକ୍ଷା କେତେ ରନ ଅଧିକ ବାଡେଇଥିଲା 81 ରନ ଅଧିକ ବାଡେଇଛି ତାହେଲେ ପୂର୍ବରୁ ଆଭରେଜ କେତେ ଥିଲା 19 ପୂର୍ବରୁ ଆଭରେଜ ଥିଲା 19 ତାହେଲେ ବର୍ତ୍ତମାନ 9 ମିଶିଗଲା ନୂଆ ଆଭରେଜ ହେଇଗଲା ନା 9 ମିଶି କେତେ ହେଇଯିବ 28 ହେଇଯିବ ଆନ୍ସର ବୁଝିପାରିଲେ ତାପରେ କ୍ୱେଶ୍ଚିନ୍ ଦେଖନ୍ତୁ ବହୁତ ଟେକ୍ନିକାଲ କ୍ୱେଶ୍ଚିନ୍ ଭାଇ ମାନେ ଯଦି ନ ବୁଝିପାରିଲେ ଆପଣ ମାନେ ଆମକୁ ଟେଲିଗ୍ରାମରେ ମେସେଜ କରିପାରିବେ
बहुत बढ़िया क्वेश्चन डिफरेंट डिफरेंट क्वेश्चन नहीं जदि भी आप बहुत जन भाई 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 मैंने एग्जाम रे एभली क्वेश्चन को छाड़ी के आसता जदि आपण मन तते न बुझी पाते आपको टेलीग्राम में मेसेज करंतु आमे तार रिप्लाई देबो ठीक अछि किछि प्रॉब्लम नै जदि किछि क्वेश्चन रहै एई टेक्निक रे समस्त करबी कोन कहछि ना ए बैट्समैन ए 12 इनिंग्स मेक्स ए स्कोर केते 63 तिला 12 तम मैच मतलब 12 तम मैच से कोन कहला ना 63 रन करिछि and thereby increasing the average score by 2 তাহলে average score তাহলে 11টা ম্যাচ দেখো 11টা ম্যাচের average score তাহলে x তাহলে 5টা ম্যাচের average score কেତେ ହେଉଛି 63 ବାଡି କିନ୍ତୁ average score କେତେ ହେଉଛି ନା 2 ଟଙ୍କା ବଢିଯାଉଛି ତାହେଲେ କେତେ ହେଇଯିବ x plus 2 ହେଇଯିବ ହେଇଯିବ x plus 2 ହେଇଯିବ ତାହେଲେ ଭାଇମାନେ ଦେଖିଲେ ମୁଁ କହିଥାନ୍ତି 12ଟା ମ୍ୟାଚ୍ ଯଦି x ରନ୍ ବାଡିଥାନ୍ତା ତାହେଲେ ସେଇ x ଥାନ୍ତା କିନ୍ତୁ 63 ବାଡି ଯାହା ଦ୍ୱାରା average 2 ଲେଖା ବଢିଯାଇଛି ତାହେଲେ 12ଟା ମ୍ୟାଚ୍ 2 ଲେଖା ବଢିଯାଇଛି ଟୋଟାଲ ଏକ୍ସଟ୍ରା କେତେ ବାଡିଛି 12 ଗୁଣନ 2 କେତେ ହେଇଯିବ 24 ହେଇଯିବ ତାହେଲେ ମୁଁ କହିପାରିବି ଆଗରୁ ତାର ଯେତିକି ଆଭରେଜ ଥିଲା ଅପେକ୍ଷା 24 ରନ୍ କଣ କରିଛି ଅଧିକ ବାଡେଇଛି ତାହେଲେ ଆଗରୁ ତାର ଆଭରେଜ କେତେ ଥିଲା 63 ମାଇନସ 24 କେତେ ହେଇଯିବ ନା 9 ଇଏ ହେଲା 5 5 2 ଗଲେ କେତେ ନା 3 ତାହେଲେ ଆଗରୁ ଥିଲା 39 ତାହେଲେ କହିଲା ଆଫ୍ଟର କେତେ ଆଫ୍ଟର କଣ ହ୍ୱାଟ ଇଜ ଦ ଆଭରେଜ ଆଫ୍ଟର ଦ 12th ତାହେଲେ ଆଗରୁ ଥିଲା ଏତିକି ତାପରେ ବଢିଗଲା 2 ତାହେଲେ କେତେ ହେଇଯିବ what is the average of 12 innings batsman is 12 innings yesterday batsman 12 innings के 63 रन बाड़ेला and thereby increase the average score by केते what is the average after 12 innings କେତେ ହେଲା 39 ପ୍ଲସ 2 41 ହେବା କଥା ତାହେଲେ କଣ ହେଇଛି ଭାଇ ଏଇଟା 41 କେତେ ସେ କରେକ୍ଟ ଆନ୍ସର ବୁଝିପାରିଲେ ସମସ୍ତେ ବୁଝିପାରିଲେ ନା ବୁଝିପାରିଲେ ବୁଝିପାରିଲେ ତେଣୁ ସେ କହିଲା ନା 11ଟା ମ୍ୟାଚ୍ ଖେଳିଥିଲା 12 ନମ୍ବର ମ୍ୟାଚ୍ 63 ବାଡେଇଲା କିନ୍ତୁ ଯାହା ଦ୍ୱାରା କଣ ତାର ଆଭରେଜ ବଢିଗଲା କେତେ ନା 2 ବଢିଗଲା ତ ହ୍ୱାଟ ଇଜ ଦ ଆଭରେଜ ଆଫ୍ଟର ଦ 12 innings 12 innings ପରେ ଆଭରେଜ କେତେ ବୁଝିପାରିଲେ ତାହେଲେ 12ଟା ମ୍ୟାଚ୍ 2 ଲେଖା ବଢିଯାଇଛି ତାହେଲେ ଟୋଟାଲ କେତେ ବାଡେଇଛି ଏକ୍ସଟ୍ରା ନା 24 ପୂର୍ବ ଆଭରେଜ ଅପେକ୍ଷା 24 ରନ୍ ଏକ୍ସଟ୍ରା ବାଡେଇଛି ତାହେଲେ ପୂର୍ବ ଆଭରେଜ କେମିତି କାଢିବା ନା ଟୋଟାଲ ରନ୍ ମାଇନସ କଣ ଯେତିକି ଏକ୍ସଟ୍ରା ବାଡିଥିଲା 39 ତାହେଲେ ମୁଁ କହିପାରିବି ପୂର୍ବରୁ ଆଭରେଜ କେତେ ଥିଲା 39 ଥିଲା ତାହେଲେ ଏକ୍ସଟ୍ରା 2 ଲେଖା ବଢିଯାଇଛି ଆଭରେଜ ସ୍କୋର କେତେ 2 ଲେଖା ବଢିଛି ତାହେଲେ କେତେ ହେଇଯିବ ମୋର ନା 41 ହେଇଯିବ ବୁଝିପାରିଲେ ଅପସନ ନମ୍ବର 3 ହେଲା ଆପଣଙ୍କର କରେକ୍ଟ ବୁଝିପାରିଲେ ନା ବୁଝିପାରିଲେ ଏହା ଥିଲା ଆପଣଙ୍କର କଣ ନା ଏହା ଥିଲା ଆପଣଙ୍କର ବ୍ୟାଟ୍ସମ୍ୟାନ ଆଉ ବୋଲିଂ କନସେପ୍ଟ ଉପରେ ଆଭରେଜ ଆଉ ଆଭରେଜ ସବୁ କନସେପ୍ଟ ଉପରେ କ୍ଲାସ ସରିଲା ଯଦି ବି ଆପଣଙ୍କର କିଛି ଡାଉଟ ଥାଏ ତାହେଲେ ଆପଣମାନେ ଆମର ଟେଲିଗ୍ରାମ ଗ୍ରୁପରେ ଯୋଉ ଡିସ୍କସନ ଗ୍ରୁପ ଅଛି ଟେଲିଗ୍ରାମ ଗ୍ରୁପରେ ଜଏନ ହେଇଯିବେ ଡିସ୍କସନ କୁ ଚାଲିଯିବେ ସେଠାରେ ଆପଣମାନଙ୍କୁ ଡିସ୍କସନ କୁ ଚାଲିଯିବେ ସେଠାରେ ଆପଣମାନେ ଆମକୁ ସେୟାର କରିପାରିବେ ଆପଣଙ୍କର ଯାହା ବି ଡାଉଟ ଅଛି ଯାହା ବି କ୍ୱେଶ୍ଚିନ୍ ଅଛି ଆପଣମାନେ ସେଠାରେ ସେୟାର କରିପାରିବେ ଠିକ ଅଛି ଆଜି ପାଇଁ କ୍ଲାସ ଏତିକି ଥାଉ ସମସ୍ତଙ୍କୁ ଜୟ ଜଗନ୍ନାଥ ସୁପ୍ରଭାତ ଠିକ ଅଛି ଜୟ ଜଗନ୍ନାଥ